ସେପ୍ଟେମ୍ବର 13 ଆଜି ବାବା ଆମକୁ କ'ଣ ବରଦାନଟି ଦେଉଛନ୍ତି? ନିଜର ସଂକଳ୍ପକୁ ଶୁଦ୍ଧ ଜ୍ଞାନ ସ୍ୱରୂପ ତଥା ଶକ୍ତି ସ୍ୱରୂପ କରୁଥିବା ସମ୍ପୂର୍ଣ୍ଣ ପବିତ୍ର ଆତ୍ମା ହୁଅ। ବାବାଙ୍କ ସମାନ ହେବା ପାଇଁ ହେଲେ ପ୍ରଥମେ ପବିତ୍ରତାର ମୂଳଦୁଆକୁ ମଜବୁତ କର। ମୂଳଦୁଆ ରୂପରେ ବ୍ରହ୍ମଚର୍ଯ୍ୟ ବ୍ରତକୁ ଧାରଣ କରିବା ତ ସାଧାରଣ କଥା, ତେଣୁ କେବଳ ଏତିକିରେ ଖୁସି ହୋଇଯାଉ ନାହିଁ। ଦୃଷ୍ଟି ବୃତ୍ତିର ପବିତ୍ରତା ଉପରେ ଆହୁରି ଅଧିକ ଗୁରୁତ୍ୱ ଦିଅ। ଏଥିସହିତ ନିଜର ସଂକଳ୍ପକୁ ଶୁଦ୍ଧ ଜ୍ଞାନ ସ୍ୱରୂପ ଶକ୍ତି ସ୍ୱରୂପ କର। ଏବେ ତୁମ ସଂକଳ୍ପରେ ବହୁତ ଗୁଡ଼ିଏ ଦୁର୍ବଳତା ରହିଛି, ତେଣୁ ଏଗୁଡ଼ିକୁ ମଧ୍ୟ ସମାପ୍ତ କର। ତେଣୁ କୁହାଯିବ ପବିତ୍ର ଆତ୍ମା। ଆଜିର ସ୍ଲୋଗାନଟି ହେଲା, ଯଦି ଦୃଷ୍ଟିରେ ସମସ୍ତଙ୍କ ପ୍ରତି ଦୟା ଏବଂ ଶୁଭ ଭାବନା ରହିବ, ତେବେ ଅଭିମାନ ବା ଅପମାନର ଅଂଶ ମଧ୍ୟ ଆସିପାରିବ ନାହିଁ। ଓମ୍ ଶାନ୍ତି।